ପିଲାମାନଙ୍କର ଲମ୍ବା ଲିଷ୍ଟ ସାଙ୍ଗକୁ ମୁଁ କେକ୍ ଆଣିଲି କେମିତି ଏଇ କଥା ପଚାରିବ ନା? ତମକୁ ପଚାରିବାର ଅଧିକାର କଣ ମୋର ନାହିଁ? ଆରେ କିଏ ମନା କଲା ପଚାରିବନି ବୋଲି? କିଏ ମନା କଲା ତମକୁ? ଏ ଗୀତା ବାବୁ ମାର ଠିକଣା ହୋଇ ଆଜି ପର୍ଯ୍ୟନ୍ତ ଏକା ଏକା ବଞ୍ଚି ଆସିଥିବ ମୁଁ ଜଣେ ଜାରଜ। ମୋ ମା କିଏ ମୁଁ ଦେଖିନି, ଆଜି ପର୍ଯ୍ୟନ୍ତ ବାପର ଆଦର ବି ପାଇନି। একথা জানি সারলা পরে তুমি সংসার করিবা পাই মো হাত ধরি চালি আসিছ। এই কিরানি চাকরি কাল ভিতরে না ମୁଁ ତମକୁ ଭଲ ଭାବରେ ଗଣ୍ଡେ ଖାଇବାକୁ ଦେଇପାରିଛି? ନା ତମ ମନ ପସନ୍ଦର ମୁଁ ଲୁଗା ଖଣ୍ଡେ ପିନ୍ଧିବାକୁ ଦେଇପାରିଛି? ତମେ ଜମା ମନ ଦୁଃଖ କରନି, ମୁଁ ତ କେବଳ ଜାଣିବା ପାଇଁ ଚାହୁଁଥିଲି। ମୁଁ ସତ କହୁଛି ତମ ମନକୁ କଷ୍ଟ ହବ। ମୋ ପିଲାମାନଙ୍କର ଜନ୍ମଦିନ ପାଳନ କରିବାକୁ ଯାଇ ସେମାନଙ୍କ ଚିଠା ଅନୁସାରେ ଜିନିଷ କିଣିଥିଲୁ ମୋ ପାଖରେ ଟଙ୍କା 2000 କମ ପଡିଲା। ମୁଁ ମୋ ସେ ଭଙ୍ଗା ସାଇଲଟାକୁ ବିକି ଦେଇ ସବୁ ଆମ ଭାଗ୍ୟର ଦୋଷ। ଏ ମହଙ୍ଗା ସଂସାରରେ ଆମ ଭଳି ପରିବାର ଚଳିବାଟି ବହୁତ କଷ୍ଟ। ତେଣୁ ବେଳେବେଳେ ଇଚ୍ଛା ହଉଛି ଏ ଦୁନିଆ ଛାଡି ଚାଲି ଯିବାକୁ। ତମେ ସିନା ତମ ନିଷ୍ପତ୍ତି ଶୁଣେଇଦେଲ, ହେଲେ ଚିନ୍ତା କଲନି ଥରେ ମୋ କଥା? ଚିନ୍ତା କଲନି ଆମ ପିଲା ଦିଟାଙ୍କ କଥା? ଆମ ପିଲାମାନଙ୍କୁ ମଣିଷ କରିବା ପାଇଁ ଆମେ ପରା ଆମ୍ବ ଟାକୁଆ ତେନ୍ତୁଲି ମଞ୍ଜି ସହିତ ମିତ ବସିଛେ। ବନ୍ଧୁ ବାଜିଛେ, ସବୁ ସହିବି, ହେଲେ ମତେ ଛାଡିକିରି ଯିବା କଥା କେବେ କହିବନି। ତମେ ମତେ ଛାଡିଗଲେ ମୁଁ ସିନା ବଞ୍ଚିଯିବି, ହେଲେ ମୋ ପିଲାମାନଙ୍କ ପାଇଁ ମିଛ ହେଇଯିବ ସେଇ ଜନ୍ମଦାତା ଶବ୍ଦଟା। ଦେଲି ଏ ଗୀତା ତମକୁ ନା, ତମକୁ ଛାଡି ମୁଁ କୁଆଡେ ଯିବିନି। ବଞ୍ଚିବା ତ ଆମେ ସାଥୀ ହେଇ ବଞ୍ଚିବା, ଆଉ ମରିବା ତ ଆମେ ସାଥୀ ହେଇ ମରିବା। ଯେତେ ଦୁଃଖ କଷ୍ଟ ଆସିଲେ ବି ଆମେ କେବେ ଭାବିବେନି ଯେ ଆମେ ପୁଅ ଜନ୍ମ କରି ପାପ କରିଛେ। ଏ ଗୀତା କଥା ଦିଅ, ମୁଁ ତମ କଥା ଦଉଛି, ମୋ ପିଲାମାନଙ୍କ ପାଇଁ ଯେତେ କଷ୍ଟ ଆସିଲେ ବି ମୋ ହୃଦୟ ଭିତରେ ମୁଁ ସବୁ ସାଇତି ରଖିବି। ତାଙ୍କର ପ୍ରତ୍ୟେକ ଭୁଲକୁ ମୁଁ ଚନ୍ଦନ ଭାବି ମୋ ଦେହରେ ମୁଁ ବୋଳି ହେଇ ପଡ଼ିବି। ଆମ ପିଲାମାନଙ୍କୁ ଆମେ ଏମିତି ଭାବରେ ମଣିଷ କରିବା, ଏ ସମାଜର ମଣିଷ ଈଶ୍ୱର କହିବେ। ଦେଖ, ଭାଗବତ ଗୀତା ଦାସର
ଅବିର ଦର୍ପରେ ମୁଣ୍ଡ ଟେକି ଆମେ ବାଟ ଚାଲିବା। କାହିଁକି ନା ଆମେ ପରା ଜନ୍ମଦାତା